ପ୍ରାର୍ଥନା କରୁଛି ହେ ମଙ୍ଗଳମୟୀ ତୁ ଆଉ ନା ତୁ ଟିକେ ରଥକୁ ଆ। ରାବଣର ଏଇ କ୍ରନ୍ଦନ ଧ୍ୱନି ଆବେଗ ଭରା ପ୍ରାର୍ଥନା ସେଦିନ ଯୋଗମାୟା ସୀତାଙ୍କୁ ଉଦ୍ବେଳିତ କରିଥିଲା। କିନିଗାରକୁ ଯେତେବେଳେ ରାବଣ ଲିଭେଇ ଦେଲା, ଭିକ୍ଷା ସିଏ ଚାଉଳ ଫଳମୂଳ ତାର କଣ ଅଭାବ ଥିଲା, ଏଇ କଣର ଫଳମୂଳ ଭିକ୍ଷା ମାଗୁଥିଲା। ସୀତାଙ୍କୁ ନେଇକିରି ଯାଇଛି, ବଳାତ୍କାର କରିଛି, ତାକୁ ଧର୍ଷଣ କରିଛି, ମାକୁ ମାର ସମ୍ମାନ ନାହିଁ। ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଯେତେବେଳେ ଲକ୍ଷ୍ମଣକୁ ଦେଖିଲେ ସେ ପଳେଇ ଯାଇଛି, ସେ କହିଲେ ତତେବେଳେ ମୁଁ ମନା କରିଦେବି ଭାଉଜକୁ ଛାଡ଼ିକିରି କୁଆଡ଼େ ଯିବୁନି ନା। ଭାଇ ଭାଉଜ ମୋର ଚରିତ୍ରକୁ ଅବିଶ୍ୱାସ, ତେଣୁ ମୁଁ ଆସେ। ଚାଲ ଶୀଘ୍ର ଯିବା। ସୀତା ନା ଆଚ୍ଛା ସେ କଣ ସୀତା ପଞ୍ଚବଟୀରୁ ଏ ଯୋଉ ଏଠି ଗାୟକ ବସିଛନ୍ତି, ଆଉ ଏସବୁ ଗାୟକ ଏରିଆ, ତେଣୁ ଏଠି ଗୋଟେ କଥା ମୁଁ କହୁଛି। ଆଜି ବି ସେ କଣ ଆମ ବାବୁ ଠିଆ ହେଇଛି, ବୈରାଗୀ ବାବୁ ପାଲା କରିବେ। ମୁଁ ପଚାରୁଛି ରାମ ଲକ୍ଷ୍ମଣ ଦି ଭାଇ ଯାକ ସୀତାକୁ ଯୋଉ ବାଟ ଦେଇ ଖୋଜିଛି, ଯେମିତି ଜଣା ପଡୁଛି ସେ ବାଟଟା ତାକୁ ଆଗରୁ ଜଣା ଥିଲା। ଯୋଉ ବାଟ ଦେଇ ରାବଣ ତାକୁ ନେଇଯାଇଛି ସେଇ ବାଟ ଦେଇ ରାମ ଲକ୍ଷ୍ମଣ ମାନେ ଖୋଜିଲେ। ତେଣୁ ଏ ସଜ୍ଜନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ये चारोटी शक्ति की नहीं प्रत्येक जीवन परिचालित। राम कहले आनंद, लक्ष्मण कहले चरित्र, भरत कहले भक्ति, जार शत्रु नहीं से होचंती शत्रु। सीता कहले पवित्र, हनुमान कहले सेवा। ଯେତେବେଳେ ରାମ ଲକ୍ଷ୍ମଣ ଯାଉଛନ୍ତି ଦେଖିଲେ ଗୋଟେ ପକ୍ଷୀ ରଥରେ ବାଜିକିରି ଖଣ୍ଡିଆ ମଣ୍ଡିଆ ହେଇକି ପଡିଛି। କଣ ଖଣ୍ଡିଆ ମଣ୍ଡିଆ ହେଇ ପଡିଛି, ସେ ରାମକୁ ବାର୍ତ୍ତା ଦେଲା। ହଁ ଯେ କହୁଛନ୍ତି କଣ ମୁଁ କିନ୍ତୁ କହିଥିଲି, କିନ୍ତୁ ରାମ ତାର ଦୁଃଖ ବୁଝିଲେ। ଯେହେତୁ ସେ ଗଣତନ୍ତ୍ରର ରାଜା, ରାଜତନ୍ତ୍ରର ବଂଶର ଜନ୍ମ ହେଇଥିଲେ, ପକ୍ଷୀର ବିକଳ ବନ୍ଧନକୁ ସେ ଦେଖିଲେ। ପକ୍ଷୀ ଅପେକ୍ଷା କରିଥିଲା ରାମଙ୍କ ରୂପକୁ ଦେଖି। ଯେମିତି ରାମ ତା ପାଟିରେ ଟିକେ ପାଣି ଦେଲେ, ଆମେ କୋଉ ବୁଝିବୁ? ଆମେ ତ ହଜାର ହଜାର କୁକୁଡ଼ା ହେଲେ ଗୋଟାଏ ଦିନ ଭିତରେ ମୋଡ଼ିକି ସଫା କର। ତେଣୁ ଆମେ ମୋଡ଼ା ବାବୁ ମାନେ ସେ କଥା କାହିଁ ଜାଣି? ମର୍ଯ୍ୟାଦା ପୁରୁଷୋତ୍ତମ ରାମ ତା ପକ୍ଷୀର ପାଟିରେ ପାଣି ଦେଲେ। ସେ ରାମଙ୍କର ଦିବ୍ୟ ରୂପ ଦେଖି ସେଇଠି ଟଳି ପଡ଼ିଲା। ରାମ ପୁଣି ତାର ତର୍ପଣ କରିବା ପାଇଁ ସ୍ୱତନ୍ତ୍ର ଭାବରେ ସେ ଗାୟତ୍ରୀ ତର୍ପଣ କଲେ। ଓ ଋଗ୍ବେଦ ପୁରୁଷଂ ତତ୍ପୟା ଉବଦ ଦୁର୍ବେଦ ପୁରୁଷଂ ସ୍ୱ ଗାୟତ୍ରୀ। এইভাবে ভাবে সে তর্পণ কলে হে আত্মা তো সেই পরমাত্মা। তেমন আমি কহিলু কোণ না সে রাবণ সহিত সে পক্ষী কাଳେ যুদ্ধ কলা। সে কথা
ଦେଖା ହେଇଛି ତାକୁ ବି ସମ୍ମାନ ଦେବା ପାଇଁ ପଡ଼ିବ। ପକ୍ଷୀଟାଏ ଯଦି ରାବଣ ସହିତ ଯୁଦ୍ଧ କଲା, ତମେ ତମେ ଏତେ କଥା କହିବାକୁ କିଏ? ତମେ ବାଟରେ ଯାଉଛ, ଯଦି ଦେଖିଲ ଗୋଟେ ଗାଡ଼ି ମାନେ ଗାଡ଼ି ଧକ୍କା ଦେଇଛି କି ଗୋଟେ ମଣିଷକୁ ଧକ୍କା ଦେଇଛି, ସେ ଛଟପଟ ହେଇକିରି ଓହୋ ହଉଛି, ତମେ ସେଆଡ଼କୁ ନ ନେଇ ସିଧା ପଳେଇଯାଉଛ। ଯାହାର ମନରେ ଦୟା ନାହିଁ, ଉଦ୍ଧବ ସାନ୍ଦାଳଠି ସେହି ଜୀବରେ ଦୟା ଅସମାଜିକ ସ୍ଥାନ। କିନ୍ତୁ ରାବଣ ଯୋଉ ଲଙ୍କାରେ ଥିଲା, ତା ନାଁ ଲଙ୍କା ନଥିଲା, ତା ନାଁ ଥିଲା ସୁବର୍ଣ୍ଣମୟ ଲଙ୍କା। ଆଉ ଯୋଉ ଲଙ୍କା ସବୁ ଆମ ଗାଁ ଗହଳି ପାଖରେ ସବୁ ଅଛି, ଯୁଆଡେ ଯିବ ସାଡେ ବର୍ତ୍ତମାନ ଲଙ୍କା। ଯୋଉଠି ଜୁଆ ଖେଳ ହୁଏ, ମଦ ବିକ୍ରି ହୁଏ, ଆଉ ଗୋଟା କ'ଣ ହୁଏ, ଏଇ ଯୋଉ ଦେହ ବ୍ୟବସାୟ ହୁଏ, ସେଇଗୁଡାକ ହଉଛି ଲଙ୍କା। କିନ୍ତୁ ରାବଣର ଲଙ୍କା ଥିଲା ସୁବର୍ଣ୍ଣପୁରୀ ଲଙ୍କା, ସୁବର୍ଣ୍ଣ। ସେଠି ଚରିତ୍ର ଥିଲା। ଆପଣ ଯାହାକୁ କହୁଛନ୍ତି ରାବଣ କୁମ୍ଭକର୍ଣ୍ଣ ନିଧନ, ଏତାଧି ରାମାୟଣ। କୁମ୍ଭକର୍ଣ୍ଣକୁ ଉଠେଇଲେ। କୁମ୍ଭକର୍ଣ୍ଣ ପଚାରିଲା, ଭାଇ ମତେ କାହିଁକି ଉଠେଇଲେ? ଆଚ୍ଛା ଭାଇ, ବ୍ରହ୍ମାଙ୍କ ଠାରୁ ତମେ ଏତେ ବର ଆମେ ପାଇଥିଲେ, ସେତେବେଳେ ଆପଣ ଜାଣିଛନ୍ତି ମତେ ଯିଏ ଅକାଳରେ ଉଠେଇବ ମୁଁ ନିଶ୍ଚୟ କରିବି ନା? ହଁ ମୁଁ ଜାଣିଛି। ତା ମତେ ଉଠେନ କରିବା ପାଇଁ ନା କଣ? ନା ନା ନା, ମାରିବା ପାଇଁ। କାହାକୁ ମାରିବ? ସେ ରାମଙ୍କର ନାଁ କହିଲା, କୁମ୍ଭକର୍ଣ୍ଣ ଚମକି ଉଠିଲା। ରାମ, ହେ ରାମ ପୁରୁଷୋତ୍ତମ ନରହରି ନାରାୟଣ କେଶବ গোবিন্দ গরুড় হে কৃষ্ণ কমলাপতে যদুপতে সীতাপতে শ্রীপতে বৈকুণ্ঠাধিপতে চরাচরপতে নরপতে লক্ষ্মণ ঝুলা হরিদ্ୱାର ଋଷିକେଶ ଲକ୍ଷ୍ମଣ ଝୁଲାରେ ମୋର ଭେକ ଗୁରୁ ଯିଏ ମୋତେ ଭେକବାନା ପିନ୍ଧେଇଥିଲେ, ଗଣେଶ ଦାସ ମହାରାଜ, ଇଏ ଶ୍ଳୋକ ସିଏ ମୋତେ ତେଣୁ ଏ ଶ୍ଳୋକଟି ପଢିଲା ବେଳେ ମୁଁ ଆଉ କୌଣସି କଥା ମନେ ପକେଇ ପାରେ, କାରଣ ଗୁରୁଦେବଙ୍କର ମୁଖ ନିଃସୃତ ବାଣୀ। ସିଏ କିନ୍ତୁ ମୋତେ କହିଥିଲେ, ହେ ରାମା ପୁରୁଷୋତ୍ତମା ନରହରି ନାରାୟଣ। ତେଣୁ ବଳିଆ ଯେତେବେଳେ ପଢେ, ମୁଁ ସେଇ ଗୁରୁ ବାକ୍ୟଟିକୁ ସ୍ମରଣ କରେ, ହେ ରାମା ପୁରୁଷୋତ୍ତମା ନରହରି ନାରାୟଣ। ଏଠି ବର୍ତ୍ତମାନ ସଭାରେ କହୁଛି, ପଣ୍ଡିତ ମାନେ କହିବେ ଭୁଲ ଶ୍ଲୋକ କହୁଛନ୍ତି।
तेणु मुझे करेक्शन कर हे राम पुरुषोत्तम। कुंभकर्ण कहला भाई मैं जानी तो मरबी। अच्छा राम को मार राम किए अयोध्यार राजा दशरथन पुत्र राम ना आउ कौ राम ना सही राम। भाई तो मुंड खराब हो गला ये राम को मारिब ना पूजिब। रावण गोटा टंटिया पकड़ा तू गोटा कुलांगार भाई मत मु डाकिली तू मत एक पाठ पढ़ू मरिया को डरुछु। कुंभकर्ण कहला मु कहीं डरबी चल मु राम हाथ में मरबी। तेणु कुंभकर्ण निधन। अच्छा आपण माने कुंभकर्ण निधन कले कौ लोकटा प्राणायाम करुच्ची हाँ माने गोटे एमती हिसाब किताब कर न कर खाली निश्वास को टिके रखिब कुंभक कर टिके समय रखिब धीरे धीरे छाड़ ये कर से कथा केवल खाई राति पाइले आम खाइबू तापर शुरू कुंभकर्ण निधन केमती मत गोटे रामचरित्र मानस जाके मुझे तो मानस कहेनी आप आसुना बोली उदानंद राय हेतु थे उदानंद को निजे मंच उपरू डाक गति राउत पाटण कटक कहली कौन उदानंद आज आपंकर कि टपिक कौन अच्छी कहूना मु तो रामचरित्र मानस किसी कहेनी ना आज कुंभकर्ण बद्ध कुंभकर्ण बद्ध मुझे कथा को कहली आज चारिआडे कुंभकर्ण बद्ध खाऊचंती पेटे बुलुचंती आउ गपुचंती ये कुंभकर्ण जो समाज रे लक्ष लक्ष कोटि कोटि हो गले आ कुंभकर्ण बद्ध है केते मुझे मिछे कहीं गोटे गोटे मानस दरबार में कह लोक हसिले मुझे हसी हसी पड़े। तेणु सज्जन कुंभकर्ण को बद्ध कर संयम कर जदि भल मनीष। अच्छा मारीच काले गोटे माया मूर्ख है केमिति कौन पेंटिंग माने मारीच गोटे माया मूर्ख माने जो कथाटा असंभव सीटा से है के सज्जन आज भी मारीच बोलुचंती सी भल मारीच थिला रावण को मामू बोली डाकिला कहला मु तो मामू सब तंत्र विद्या छाड़े मो कथा कहीं लगी मुझे कथा पारि रावण ताकू भी हत्या धमक देता सब मिछ नाटक मारीच कहला हाँ मुझे सी मूर्ख हो जाइए मूर्ख हो गोटे चलचंचल युवक चलचंचल कामुक युवक सीता कुड़िया आगे बुलिला माँ जानकी देखिले ये गोटे चलचंचल युवक आर उद्देश्य मंद आज क्यों गाँव से मारीच नहांती कि सबू दिग अच्छा मुझे देखुची आप रास्ता गला देखिए गोटे दीटा मारीच मोटरसाइकेल बसी थे मुंडे कौन कहती टोपी मारी थे जो प्रकार सर्पाकृति गति जीवे
ମୁଁ ଖାଲି ଠାକୁରଙ୍କୁ ଡାକେ କେମିତି ତାଙ୍କର କିଛି ନ ହବ। ତେଣୁ ଆଜି ମାରିଚ ନିଜକୁ ସଜେଇ ହବାର ଦେଖେଇ ହବାର ଯୋଉ ପ୍ରକୃତି ଆଜି ଆମ ପାଖରେ ବହୁତ। ତେଣୁ ସଜ୍ଜନ ଠାକୁରକୁ ନେଇ 14 ବର୍ଷ ଜଙ୍ଗଲରେ ବୁଲେଇଲେ। ମୁଁ ସେ କଥା ଏଇଠି ବାତ ଗାଁରେ କହୁନି, ମୁଁ ଅଯୋଧ୍ୟା ଉତ୍ତରପ୍ରଦେଶରେ ବି କହିବି। ନାମ କାହିଁ ଲୋକ ବଦଳି 14 ଶବ୍ଦର ଅର୍ଥ କଣ? 14 କହିଲେ 4, 10 କହିଲେ ଦର୍ଶନ। 4ଟି ଦର୍ଶନକୁ ନେଇ ଧର୍ମ ଅର୍ଥ କାମ ମୋକ୍ଷ। ଆଉ ରାମ 14 ବର୍ଷ ବୁଲେ। ଆଚ୍ଛା ଜଙ୍ଗଲକୁ ବୁଲିଲେ ବୋଲି କୋଉଠି ଖାଇଛି? ରାମାୟଣ ଖାଇଲେ ଇଏ ଶବ୍ଦ କଣ କହୁଛ? ରାମ ତପୋବନା ତପୋବନକୁ ବିଷୟା କାମିନୀର ମାୟାକୁ ତ୍ୟାଗ କଲେ। ରାବଣ ହରଣ କଲା ବଇ ଦେଇ, ବଇ ଦେଇ ହରଣ କରିଛି। ବେଦରୁ ଜନ୍ମ ବଇ ଦେଇ। ଆପଣ ମାନେ ତାକୁ ବୁଝନ୍ତୁ। ବୈଦେହୀ ହରଣ କଲା ଭଲ ହେଲା ନା। ରାବଣ ଲଙ୍କାରେ ବୈଦେହୀ ଇଏ ବେଦ ମନ୍ତ୍ରରେ ଯାହାଙ୍କର ଜନ୍ମ। ବେଦେଷୁ ଯଜ୍ଞେଷୁ ତପସ୍ୱୈବ ଦାନେଷୁ ଯତ୍ ପୁଣ୍ୟ ଫଳଂ ଅତ୍ୟେତି ତତ୍ ସର୍ବମିଦଂ योगी पर स्थान राम 14 माने केते आश्रम बुली केवल अंजना आश्रम को जाइना सब आश्रम तेणु सज्जन एथि राम तपस्या करने तपोभूमि की गले
ତପୋବନକୁ ସେ ଗଲେ, ବିଷୟା ବାସନାକୁ ତ୍ୟାଗ କଲେ। ଭାଗବତରେ ଯୋଉଟା କହିଲେ ବିଷୟା ମୋ କଥା ଟିକେ ଶୁଣିବା ପାଇଁ, ମତେ ଟିକେ ଦେଖିବା ପାଇଁ ଆପଣମାନଙ୍କର ସେ ଭିଡ଼ କାହିଁକି, କ'ଣ ପାଇଁ? ତେଣୁ ସଜ୍ଜନ, ଏସବୁ କଥା ଯୋଉ ଆମେ ଭାବୁଛୁ ସେ ଯଦି ବାତ ଗାଁକୁ ଆସିଛି ବା ଏଇ ଆମ ଏଇଟା କୋଉ ପଞ୍ଚାୟତ କ'ଣ ଆସିଛି, ମୁଁ ଯଦି ସମସ୍ତଙ୍କୁ କହିବି ମୋ କଥା ଯଦି ଶୁଣିଲ ମତେ ବେଶୀ ନାହିଁ 1000 ଟଙ୍କା ଲେଖା ଦିଅ, ଆପଣ କେତେ ଉଠିକି ପଳେଇବେ। ଟଙ୍କା ତ ଆଣିନାହାନ୍ତି, 1000 ଟଙ୍କା କୋଉଠି ଦେବେ? 150 ଦେବେ। ଆର ବର୍ଷରୁ ଯେତେବେଳେ ଆସିବି ଏତିକି ଲୋକ କ'ଣ ବସିବେ? ଯିବ କିଏ? ଏତେ ପଇସା ଗଣିବ? ମୁଁ ଆସିଛି ମୁକ୍ତ ମନରେ, ଶ୍ରଦ୍ଧାର ନିମନ୍ତ୍ରଣରେ। ମୁଁ କାଲି ଫେରିବି ଶ୍ରଦ୍ଧା, ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ମମତାକୁ ନେଇକିରି ମୁଁ ମୋର ପ୍ରସ୍ତାବ କରିବି। ଆପଣ ଭାବୁଛନ୍ତି କି ମୁଁ ଆଇଛି କୋଠା ନେବା ପାଇଁ ବା କୋଠା ଘରେ ଜନ୍ମ ହେଇଥିଲି ତାକୁ ଛାଡ଼ିକିରି ଆଇଲି? ମୁଁ କୋଠା ଘରେ ଜନ୍ମ ହେଇଥିଲି। ଆମ ଗାଁରେ ଯେତେବେଳେ ପକ୍କା ଘର କାହାରି ନଥିଲା, ଆମରି ଥିଲା। ଆମ ଗାଁର ଲୋକ ଯେତେବେଳେ କଟକରେ କେହି ଘର କରିନଥିଲେ, ଆମେ ହିଁ ଘର କରିଥିଲୁ। ଆମ ଜେଜେ କରିଥିଲେ, ଆଜି ବି ସେ ଘର ଅଛି। ତେଣୁ ମୁଁ ଆଇଛି କ'ଣ କୋଠା ଘର ନେବି, ଆପଣମାନଙ୍କ ଠାରୁ ଟଙ୍କା ନେବି, ସମ୍ପତ୍ତି ନେବି? ମୁଁ ଯଦି ଆଜି ଏ କୋଠା ଘରେ ଅଛି, ସିଏ ନାରାୟଣ ବାବୁଙ୍କର ଶ୍ରଦ୍ଧା ପାଇଁ ମୁଁ ବାଧ୍ୟରେ ୟାକୁ ଗ୍ରହଣ କରିଛି। କିଏ ଜଣେ ବାବୁ କହିଲେ 5 ଲକ୍ଷ ଟଙ୍କା ଯୋଉ ଦିନ ଦେବି ସେଦିନ ଗୋଟିଏ ଟଙ୍କା ବି ଦେବି, ସେମିତି ଦେଇଦେବି। ତେଣୁ ସଜ୍ଜନ, ମୁଁ ଯାହା କହୁଛି ସତ୍ୟ, ମୋର ତୀର୍ଥ ବୈତରଣୀ ବହିଯାଉଛି। ଯୋଉମାନେ ଆମକୁ ଭୁଲ ବୁଝ, କିନ୍ତୁ ରାମ ତପୋବନାଦି ବଳିଆ ହେଇଛି ଆପଣମାନଙ୍କ ଦର୍ଶନ ପାଇଁ। ବାତ ଗାଁର ଏଇ ପୂର୍ଣ୍ଣ ପୀଠ ଯୋଉ ରହିଛି ସବୁ, ଏ ବକୁଳି ଗୋସେଇ ହୁଅନ୍ତୁ, କୀର୍ତ୍ତନ ବାବାଙ୍କ ପଟ ହଉ, ଏଇ ସବୁ କଥା ହଉଛି ମୋ ଜୀବନର ଅମୂଲ୍ୟ ସମ୍ପଦ। ଆଜି ଆପଣ ଦେଖିବେ ଭାରତ ବର୍ଷରେ କେତେ ଆଶ୍ରମ ହେଇଗଲାଣି, କିନ୍ତୁ ବାବାଜୀ କେହି ନାହିଁ। ବାବାଜୀ ଯାକ ଯାଇ ବୃନ୍ଦାବନରେ ବୁଲେ। ଇଏ ଜଗନ୍ନାଥଙ୍କୁ ଛାଡ଼ିକିରି ଆଳୁ କାହିଁ ପଳେଇ ଯାଉଛି? ଆମ ଆଶ୍ରମରେ ବି 3ଟା ବାବାଜୀ ବୃନ୍ଦାବନ। ତେଣୁ ସଜ୍ଜନ, ଏଇ ମନ ବୃନ୍ଦାବନ, ରାବଣ ରଖିଲେ। ଆମ ଭିତରେ ଅଶୋକ କାନନ କିଏ? ଫୁଲତା ଦ୍ୱୟର ମଧ୍ୟେ
অকারণে বহির্যান সকালে শক্তি সম্ভবা হংস হংস নাসাগ্র ধারু ললাট তত্ত্ব পর্যন্ত ধ্যান করিবা হଉଛି পবিত্র মନରେ ধ্যাନ କରିବା ହଉଛି ଅଶୋକ କାନନ। ଇଏ ହଉଛି ତତ୍ତ୍ୱ। ଆୟ ହେଲା ରାବଣ ସୀତାଙ୍କୁ ଅଶୋକ କାନନରେ ସମୁଦ୍ରରେ ବନ୍ଧ ବାନ୍ଧିଲେ। ସମୁଦ୍ର ଆପଣଙ୍କ ଭିତରେ ଆପଣମାନଙ୍କ ଭିତରେ ଗୋଟେ ସମୁଦ୍ର ଅଛି। ଯେଉଁମାନେ ବିଜ୍ଞାନ ପଢ଼ିଥିବେ ବା ସେ ବିଷୟରେ ଜାଣିଥିବେ ସେମାନେ ନିଶ୍ଚୟ ଜାଣିବେ ଆମ ମେରୁଦଣ୍ଡ ଭିତରେ ଗୋଟେ ସ୍ୱଚ୍ଛ ନିର୍ମଳ ପାଣି ଅଛି, ଯାହାର ନାମ ଆଜି ବି ଅଛି ୱାର୍ଲଡ ସି, ଭବସାଗର। ଯିଏ ନିତ୍ୟ ନୈମିତ୍ୟ ଧ୍ୟାନ ଯାହା କିଛି କଲେ ବି ବେଳେ ବେଳେ ସେଇ କୁଣ୍ଡଳିନୀ ଚକ୍ରଟି ମାନେ ଜାଗ୍ରତ ହୁଏ। ସେଥିପାଇଁ ଗୁରୁଦେବଙ୍କ ପାଖରେ ପ୍ରାର୍ଥନା କୁଣ୍ଡଳୀ রামকৃষ্ণ পরমহংস স্বামী বিবেকানন্দ এবং ঠাকুর নিগমানন্দ বায়াবারা ଏସବୁ ମହାପୁରୁଷଙ୍କ କଣ୍ଠରେ ଏଇ ଗୁରୁ ବନ୍ଦନାଟି ପ୍ରତିଷ୍ଠା ଲାଭ କରିଛି। ଆକୁ କିଏ ଲେଖିଛି, କବି କିଏ ମୁଁ ଜାଣିନି। ତେଣୁ ସାଗର ଆମରି ଭିତରେ ଅଛି। ଏଇ ସାଗରକୁ ତମେ ଦେଉନା, କେମିତି ଦେବେ? କେମିତି ଦେବେ? ଏ ସାଗରକୁ ଡେଇଁବ ଗୁରୁ କୃପା ହିଁ। ଗୁରୁଙ୍କର କୃପା ହେଲେ ଡେଇଁବ। ଡେଇଁବ ମାନେ ପ୍ରାପ୍ତ ବିଭୁ କୃପା ହିଁ। ଆଉ ତମେ ତ ଜୀବନରେ ଗୁରୁ କଣ ଏସବୁ କଥା ଯୋଉଠି ନାହିଁ ସେଠି କଣଟା କହିବ? ଦେଖନ୍ତୁ ସେ ଦେଖିଛନ୍ତି କେମିତି ଭବ ତେବେ ଆପଣମାନେ ଧୈର୍ଯ୍ୟର ସହିତ ବହିଛନ୍ତି ବୋଲି ସେତୁବନ୍ଧ ଲଙ୍କାକୁ ଯିବ କିଏ? ସମସ୍ତେ କହିଲେ ଆମେ 2 କିଲୋମିଟର 3 କିଲୋମିଟର ଯିବୁ। ଆଉ ଶେଷକୁ ଦେଖାଗଲା ହନୁମାନ ପଛରେ ବସିବ। ସିଏ ତ ତାଙ୍କୁ ତ କେହି କିଛି ପଚାରୁନା। ତାଙ୍କୁ ଯେତେବେଳେ ପଚରା ହେଲା ସେ କହିଲେ ମୋର 1 କିଲୋମିଟର ବି ଯିବାର ଶକ୍ତି।
କିନ୍ତୁ ରାମଙ୍କର ଆଦେଶ ଯଦି ମିଳିବ ମୁଁ ସାଙ୍ଗେ ସାଙ୍ଗେ ନେଇ ସମସ୍ତେ ରାମକୁ କହିଲେ, ରାମ ଆସି ହନୁକୁ କହିଲେ, ହନୁ ଶ୍ରୀରାମ ये होती जीवन राम श्री राम शरणम समस्त जगता राम विनायका आपको जदि ममता बानार्जी शुणते कि बुझते सी कौन रागते श्री राम शरणम समस्त जगता राम विनायका बर्तमान तो से स्त्री लोक मान सब बाहर सी मद खाए बड़ी माने कंचा मांस भी खाए एमतिया गोटे नारी गोटा खंडा फंडा धरी से अटके नामू लंक चंडी लंक चंडी जातन्नी मधुकैत भादी दैत्य बलिनी जा माही सोनी जा धूम्रक्षे चंडमुंडम थनी जा रक्तमी जा शक्ति शुंभनि शुंभ दैत्य दलिनी जा सिद्धि यात्री परा साधे नवकोटि बुद्धि सैना हनुमान कहला तू जदि लंक चंडी मद कहीं पीचु तू जदि लंक चंडी हाथ में खंडा कौन धरलु यही होती नारी पकेला घटा कमी बल्मीक लिखिं चैतन काले पके चैतन माने कौन तार चेता उदय होगा ना ना मुझे पद पद खाइबी ये खना फना फोपाड़ी हनुमान चलला से गतिर भर्ता प्रभु साक्षी से जो जाऊँगी सबू असुर जाक आसिक माकड़टा जाऊँगी बोली भाविकी हनुमान माकड़ नुहति लांज नहीं जो लांज देखुच से कुंडलिनी चक्र मुहटा टे माकड़ भाया बोली लोक मान गोटे आनंद लगुच जो माने से गोटाए हनुमान प्रतिष्ठा कर हनुमान विश्वरूप धारण कर सबू असुर असुर जाक
ମାଙ୍କଡ଼ ବୋଲି ଭାବିକିରି ତାକୁ ଆସିକିରି ସବୁ ମାଡ଼ି ବସିଲେ। ସେ ଯିଏ ଆସିକିରି ମାଡ଼ି ବସିଲା ଇଏ ମଶା ମାରିଲା ଭଳିଆ ସବୁ ମାରି ଇଏ ମଶା ଆମେ ମାରୁ, ଛାଲ ପୋକ ମାରୁ, ଇଏ ଯେମିତି ହନୁମାନଙ୍କୁ ନାଗିଲା ମଶା। ଇଏ ସବୁ ଗୁରୁ ଗାଳ ହେଇକି ଯେଉଁ ନାମ ଧରି ରାବଣର ମୁଣ୍ଡ ବି କଣ ହେଇଗଲା। ହିଂସତା ବୃକ୍ଷରେ ବସିଲା। ହିଂସତା ବୃକ୍ଷ କୋଉଟା? ସହସ୍ରାଚକ୍ର ଶୀର୍ଷ ଦେଶରେ ଅଛି। ଆପଣମାନଙ୍କ ଭିତରେ ସବୁ ଅଛି। ନିଜକୁ ବୁଝନ୍ତୁ ଆଉ ଅନ୍ୟକୁ ବୁଝାନ୍ତୁ। ସେଠି କଣ ହେଲା? ଇଏ ବସିଲା, ବସିକିରି ଅନେଇଲା, ବହିଛନ୍ତି ଏ ଯୋଉ ସୀତା ଭିତରେ କିଏ? ଦେଖିଲେ ସମସ୍ତେ ବହିଛନ୍ତି ଆନନ୍ଦରେ, ଜଣଙ୍କ ଆଖିରୁ ଲୁହ ବହୁଛି। ହନୁମାନ ବୁଝିଦେଲା ଯେ ଏଇ ହଉଛନ୍ତି। ଯେତେବେଳେ କହିଦେଲା ଶ୍ରୀରାମ, ଚମକି ଉଠିଲେ ସୀତା। କପିତୁ କାହୁଁ କହିଲୁ? ଶ୍ରୀରାମ ନାମ କହିଲୁ, ତୁ କିଏ? ये माकड़ देखा बाहाना सीता देखे माकड़ पाक पड़े माने हनुमान जे तू किए? माँ मु रामदूत, मु रामंकर दूत, मत राम पठई। माँ तोरी पे सेतुबंध चली, रावण मरिब, तू जीवु। तू रामଙ୍କ ଦୂତ ବୋଲି ପ୍ରମାଣ କଣ? ଗୋଟେ କାଠର ମୁଦ୍ରିକା। ସୁନ୍ଦରଗଡ଼ର ଆଦିବାସୀ ମାନେ ଏବେ ବି ସେ କାଠର ଅଳଙ୍କାର ତିଆରି କରୁଛନ୍ତି। ସେଇଆକୁ ଦେଖେଇଲା। ସୀତା କହିଲା ଆଚ୍ଛା ହଉ ମା ତୁ ଆଉ କାନ୍ଦ, ଆମେ ଅତି ଶୀଘ୍ର ଫେରି ଯାଉଛୁ। ଯେତେବେଳେ ହନୁମାନ ଯାଉଛନ୍ତି ମାଙ୍କଡ଼ ବୋଲି ଭାବିକିରି ତା ଲାଙ୍ଗୁଡ଼ରେ କାଳେ ନିଆଁ ଲଗେଇ। ଲାଙ୍ଗୁଡ଼ରେ କଣ ନିଆଁ ଲଗେଇ? ଲାଙ୍ଗୁଡ଼ ହଉଛି କୁଣ୍ଡଳିନୀ। ତେଣୁ ସଜ୍ଜନ ତାକୁ ଅପମାନିତ କରେ। ସିଏ ଲଙ୍କାକୁ ପୋଡ଼ି ଯାଏ ପାଉଁଶ କରି ଆସିକି ଏକାଥରେ ରାମଙ୍କ ଦରବାରରେ ପହଞ୍ଚେ। ରାମାୟ ଆଜି ରାମକୃଷ୍ଣଙ୍କର କଥା ବ୍ୟତୀତ ଆମ ପାଖରେ ଆଉ କଥା ନାହିଁ। ତାପରେ କହିଲେ ଭୁଲ ହେଇଯିବ। ଜଗନ୍ନାଥଙ୍କ କଥା ସ୍ୱତନ୍ତ୍ର, ସିଏ ରାମଙ୍କ କଥା, ସିଏ କୃଷ୍ଣଙ୍କ କଥା। ତେଣୁ এই রামকৃষ্ণଙ୍କ କଥାକୁ ନେଇ ଆଜି ରାମ ମନ୍ଦିର, ହନୁମାନ ମନ୍ଦିର, ସୀତାଙ୍କ ମନ୍ଦିର କାହିଁ ମୁଁ କୋଉଠି ଦେଖିନି। ଭରତଙ୍କ ମନ୍ଦିର ବି କୋଉଠି ଦେଖିନି। ଶତ୍ରୁଘ୍ନଙ୍କ ମନ୍ଦିର ବି କୋଉଠି। ସିଏ ବର ଦେବେନି ତାଙ୍କ ମନ୍ଦିର କାହିଁ? ତେଣୁ ଆଜି ସେଇ ରାମକୃଷ୍ଣର ଦେଶ ଭାରତ ये वर्तमान चाहूँ शांति शांति दे
ରାମକୃଷ୍ଣ କପାଦ। ଯିଏ ରାମ ସିଏ କୃଷ୍ଣ, ଯିଏ ଜଗନ୍ନାଥ ସେଇ। ଆଉ ସବୁ ଗୋଟିଏ। ଆମେ ଖାଲି ଗୋଟେ ବାଉଳା ହଉଛୁ ନା ସବୁ ଗୋଟିଏ। ଆମେ ସେଇ ଗୋଟିକୁ ଧରି ପାରୁନୁ ବୋଲି ଆଜି ଆମେ ବହୁତ ହଇରାଣ। ତେଣୁ ଆମେ ତ କହି କହି ଆମର ଟିକେ ବୟସ ବଢ଼ିଗଲା। ଆଉ କେଇଟା ଦିନ ରହିବୁ କ'ଣ କରିବୁ ମୁଁ ଜାଣିନାହିଁ। ସେ ଥିବା ପର୍ଯ୍ୟନ୍ତ ମୋ ଦେଶ, ମୋ ରାଜ୍ୟ, ମୋ ସୁନ୍ଦର ପୃଥିବୀ ସୁନ୍ଦର ହେଇଥାଉ ଏତିକି ପ୍ରାର୍ଥନା କରି ସଂସାରକୁ ଯିବି। ଆଉ ମଠ କରିବି, ଶିଷ୍ୟ କରିବି, ଯଜ୍ଞ କରିବି ଏସବୁ କେବେ ମୋ ମନରେ ନାହିଁ, ନଥିଲା କି ନାହିଁ। ଆପଣମାନଙ୍କର ମଙ୍ଗଳ ଚିନ୍ତା କରୁ କରୁ ଇଏ ସଂସାରରୁ ବଢ଼ିଆ ବିଦାୟ। ମୁଁ ଆଜି ଶାନ୍ତି ଖୋଜୁଛି, ସେଇଟା କୋଉ ଦୋକାନରେ ଆଉ ମିଳୁନି। ଗଞ୍ଜେଇ କୋଟି କୋଟି ଟଙ୍କାରେ ମିଳୁଛି, କିନ୍ତୁ ଶାନ୍ତି ନାହିଁ। ତେଣୁ ସେ ଶାନ୍ତିର ସନ୍ଧାନ ଏଇ ସତସଙ୍ଗରେ, ଏଇ ଗୁରୁ କୃପାରେ ହିଁ ଶାନ୍ତି। ତେଣୁ ବାତର ଇଏ ଯାକ 20 ବର୍ଷ ନା କ'ଣ କହୁଛନ୍ତି, ଆ ଭିତରେ 20 ବର୍ଷ ଗଲାଣି ବାତରେ ଚାଲିଛି। ଆର ବର୍ଷକୁ ଯଦି ସୁସ୍ଥ ଥାଏ ଆସିବି, ନ ଆସିଲେ ନ ଆସିବି, କିନ୍ତୁ ଆସିଲେ ଆସିବି। ଆସେ ବା ନ ଆସେ, ଯୋଉଠି ଥିଲେ ବି ଏ ଗାଁ ପୂର୍ଣ୍ଣତୟା ବୈତରଣୀ ପଞ୍ଚବଟୀ, ଇଏ ବାଟ ଗ୍ରାମର ଅନେକ ଆଶ୍ରମ, ଅନେକ କଥା, ସବୁ କଥା ମନେ ପକେଇ ଏଇଟା ମୋର। ତେଣୁ ସଜ୍ଜନ ଆସିଥିଲି ଶ୍ରଦ୍ଧାରେ, ଯାଉଛି ଶ୍ରଦ୍ଧାରେ, ଯିବି ଶ୍ରଦ୍ଧାରେ, କାଲି ସକାଳୁ ଯିବି ଆଉ। ତେଣୁ ସଜ୍ଜନ ଆମେ ଟିକେ କୀର୍ତ୍ତନ କରିବା। ଆଉ ମୁଁ 8ଟା ଭିତରେ ବାହାରିବି। ଆମେ ଟିକେ କୀର୍ତ୍ତନ କରିବା। ସେ ରାମଙ୍କ କଥା କାହିଁକି ପଇଲା? ମୁଁ ରାମଙ୍କ କଥା କହିବାକୁ ଆସିନଥିଲି, ବରଂ ବୈରାଗୀ ବାବୁ ରାମଙ୍କ କଥା କହିଥିଲେ ମୁଁ ଶୁଣିଥାନ୍ତି। କିନ୍ତୁ ହଁ କାଲି ତ କହୁଥିଲେ ବିହରୁ ବିହରୁ ଦଣ୍ଡ କାରଣୀ, ଆଉ ସେଇ କଥାଟା କହୁଥିଲେ। ଆଉ ସେ ସବୁ କଥାର ତତ୍ତ୍ୱ ଯାଇ କହୁଛି। ଉପେନ୍ଦ୍ର ଭଞ୍ଜଙ୍କର ଗାଁକୁ ଯାଇଥିଲି, ବାଗଦେବୀଙ୍କ ପାଖରେ ଆମ ଏଇ ମଦନ ବାବୁଙ୍କ ସାଙ୍ଗରେ ଆମେ ଯାଇଥିଲୁ, ମଦନ ବାବୁ ଯାଇଥିଲେ। ସେଠି ଯେତେବେଳେ କାଲି ବୈରାଗୀ ବାବୁ ଯୋଉ ବ୍ରହ୍ମାରେ ଧୌତ ଯେ ପଦ ଲୋଇଛି, ଶିବେ ବିଷାଦ ନ ପାଇ ଶରଣାମୃତ ପାନକୁ ଇଛି, ବିଜ୍ଞାନୀ କୈବର୍ତ୍ତ ଧୋଇଲା ବିଶ୍ୱେ ପତିତ ପାବନ ନାମ। ମଦନ ବାବୁ ବାଜା ବଜଉଥିଲେ, ତାଙ୍କ ପାଖରେ ବସିଥିଲେ ଜଣେ ଗାୟକ ଗୋପୀନାଥ। ସେ ଆମର କଟକ, ଆମର ଆଶ୍ରମ ପାଖ, ବଢ଼ିଆ ସାଙ୍ଗେ ବୁଲିବାକୁ ଯାଇଥିଲେ। ଉପେନ୍ଦ୍ର ଭଞ୍ଜଙ୍କର ଯିଏ ରିସର୍ଚ୍ଚ କରୁଛନ୍ତି, ଜଣେ ବୟସ୍କ ପ୍ରଧାନ ଶିକ୍ଷକ ବଳେ, ସିଏ ତା ପରଦିନ ଆସିକିରି କହିଲେ ବାବା, ମୁଁ ଆଜି ମୋତେ 70-80 ବର୍ଷ ହେଲା, ମୁଁ ବାଗଦେବୀଙ୍କର ଆପଣ କାଲି ଯେମିତି ବୁଝେଇଲେ ମୁଁ ତ ସେମିତି କାହିଁ କାହାଠାରୁ ଶୁଣିନି। ଏଣିକି ଆପଣଙ୍କ କଥାକୁ ମୁଁ କ'ଣ କହିଲି ବର୍ତ୍ତମାନ କହୁନି, କେବଳ କହିଲି କମନ ସେନ୍ସ। ବ୍ରହ୍ମାରେ ଧୌତ ଯେ ପଦ, ବ୍ରହ୍ମା ପାଦକୁ ଧୋଇବେ। ମୋ ଭାଇ ଯାଇଛି ମର୍ତ୍ତ୍ୟକୁ, ବାମନ ଅବତାର ହେଇକିରି ତା ପାଦ ସ୍ୱର୍ଗକୁ ଆଉଛି। ଆଉ ମୁଁ ଟିକେ ବଡ଼ ଭାଇ, ଟିକେ ପାଦ ଧୋଇଦେବିନି? ପାଦ ଧୋଇଦେବି। ବାମନ ଭାବୁଛନ୍ତି କ'ଣ, ମୋ ବଡ଼ ଭାଇ ମୋ ପାଦ ଧୋଇବେ? ଦେବଦେବ ମହାଦେବ କହିଲେ ସେ ପାଦୁକଟା ଯୋଉ ବହି ଆସିବ ପାଣି, ମୁଁ ସେ ପାଦୁକଟାକୁ ପିଇଦେବି। କିନ୍ତୁ କମନ ସେନ୍ସ,
ये हो खाली पुराण शुणिल साधारण ज्ञान रहा दरकार। विष्णु कहले बड़ भाई धोइबे महादेव पीबे मु तो जमा बिल्कुल बाहर से नख सन्धि भितर रही से नख भितर रही विष्णु नख कोणे थिला बामन अवतारे भागी तेणु ये सब कथा केन्दुझर अंचल पाला गायक माने आपको बहु भाव में आलोचना करती मुझे शुणे जिते मु जो प्रकार कहले भी मु पाला प्रेमी मु माने जड़े पाला होउथिबा बेले मु जन्म होती मो बो कहे तू मेडिकल तो जन्म हेलु गोटे सत्यनारायण को पाला होउथला मुझे ते सत्यनारायण को पानी छड़े मो पुओ को आयुष्मान तेणु से सत्यनारायण पाला अंचल आज पाला सुप्त हो जाऊँगी गायक गायिका माने आज से पाला पाऊना तेणु पाला करेंगे पाला हूँ गोटे सुंदर संस्कृति ये हूँ गोटे अभिनव प्राकृत कथा और शेष रामंकर कीर्तन करी कथा को विश्राम कला। हे रघुपति रामचंद्र सीतापते
এরকম আপনি